ଦେବୀ ଗଙ୍ଗା କାହିଁକି ତାଙ୍କର 7 ପୁତ୍ରଙ୍କୁ ନଦୀରେ ଭସାଇ ଦେଇଥିଲେ, ଏହି ବିଷୟଟି ମହାଭାରତରେ ବର୍ଣ୍ଣିତ ହୋଇଛି। ସେତେବେଳେ ହସ୍ତିନାପୁରର ରାଜା ଶାନ୍ତନୁ ଥିଲେ। ସେ ଜଣେ ବୀର ଧାର୍ମିକ ଶାସକ ଥିଲେ। ତାଙ୍କର ଯୁବ ଅବସ୍ଥାରେ ସେ ଗଙ୍ଗା କୂଳରେ ଶିକାର ଉଦ୍ଦେଶ୍ୟରେ ବିଚରଣ କରୁଥିଲେ। ସେହି ସମୟରେ ସେ ଜଣେ ଅପୂର୍ବ ଆନନ୍ଦୀୟ ରୂପବତୀ ଯୁବତୀଙ୍କୁ ନିଜ ସମ୍ମୁଖରେ ଦେଖି ବିହ୍ୱଳିତ ହୋଇଗଲେ। ବିହ୍ୱଳିତ ହୋଇ ତାଙ୍କୁ ବିବାହ କରିବାକୁ ଚାହିଁଲେ। ଲାବଣ୍ୟମୟୀ ଥିଲେ ନିଜେ ଗଙ୍ଗା ଦେବୀ। ମାନବ ଶରୀର ଧାରଣ କରି ସେ ଶାନ୍ତନୁକୁ ବିମୋହିତ କରିଥିଲେ। ମହାରାଜା ଶାନ୍ତନୁ ତାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ନିଜ ରାଜ୍ୟ, ରାଜସିଂହାସନ, ସମସ୍ତ ବିତ୍ତ ଏପରିକି ମଧ୍ୟ ନିଜ ଜୀବନ ଅର୍ପଣ କରିଦେବେ କହି ପ୍ରସ୍ତାବ ରଖିଥିଲେ। ସାହସ୍ୟ ବଦନରେ ଗଙ୍ଗା ଉତ୍ତର ଦେଲେ, ହେ ରାଜନ୍, ଆପଣ ମୋର ସାମାନ୍ୟ କେତୋଟି ସର୍ତ୍ତକୁ ସ୍ୱୀକାର ପୂର୍ବକ ଅଙ୍ଗୀକାରବଦ୍ଧ ହେଲେ ମୁଁ ଆପଣଙ୍କର ପତ୍ନୀ ହେବା ପାଇଁ ପ୍ରସ୍ତୁତ। ଶାନ୍ତନୁ ସମ୍ମତ ହେଲେ। ଗଙ୍ଗା କହିଲେ, ଆପଣ ଅବା ଅନ୍ୟ କେହି କଦାଚିତ୍ ମୋର ପରିଚୟ ବା ବାସସ୍ଥାନ ସମ୍ପର୍କରେ ପ୍ରଶ୍ନ କରିବେ ନାହିଁ। ମୁଁ ଯାହା କିଛି କରିବି ଉତ୍ତମ ଅବା ମନ୍ଦ ତାହାର କାରଣ ଜିଜ୍ଞାସା କରିବେ ନାହିଁ। ସେହି କର୍ମ ପାଇଁ ମୋ ପ୍ରତି ଦୋଷାରୋପ କରିବେ ନାହିଁ, ଅସନ୍ତୁଷ୍ଟ ହେବେ ନାହିଁ। ଏଥିରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ତତ୍କ୍ଷଣେ ମୁଁ ଆପଣଙ୍କୁ ତ୍ୟାଗ କରି ପ୍ରସ୍ଥାନ କରିବି। ବିମଗ୍ଧ ଶାନ୍ତନୁ ଅବିଳମ୍ବେ ବିନା ବିବେଚନା ସତର୍କଗୁଡ଼ିକୁ ପାଳନ କରିବାକୁ କହି ପ୍ରତିଶ୍ରୁତି ଦେଲେ ଏବଂ ଦେବୀ ଗଙ୍ଗାଙ୍କୁ ତାଙ୍କର ପତ୍ନୀତ୍ୱ ଗ୍ରହଣ କରି ରାଜପ୍ରସାଦକୁ ଗମନ କଲେ। ଶାନ୍ତନୁ ଓ ଗଙ୍ଗା ଉତ୍ତମ ପତିପତ୍ନୀ ଭାବରେ ଦାମ୍ପତ୍ୟ ଜୀବନ ବିତାଇ ଚାଲିଲେ। ସମୟକ୍ରମେ ଗଙ୍ଗା ଏକ ସୁସ୍ଥ ସୁଠାମ ଶିଶୁପୁତ୍ରଙ୍କୁ ଜନ୍ମ ଦେଲେ। ପୁତ୍ରଲାଭ ଆନନ୍ଦରେ ରାଜା ଆତ୍ମହରା ହୋଇପଡ଼ିଲେ। ଠିକ୍ ଏହି ସମୟରେ ନବଜାତ ଶିଶୁଟିକୁ ଗଙ୍ଗା ନଦୀର ଜଳସ୍ରୋତରେ ଭସାଇ ଦେଲେ। ରାଜା ଦୁଃଖରେ ମ୍ରିୟମାଣ ହେଲେ ସତ, କିନ୍ତୁ ନିଜ ପ୍ରତିଶ୍ରୁତିକୁ ସ୍ମରଣ କରି ନୀରବ ରହିଲେ। ଦିନ ଗଡ଼ି ଚାଲିଲା। ଗଙ୍ଗା ଥର ଥର କରି ପରବର୍ତ୍ତୀ 6ଟି ପୁତ୍ର ସନ୍ତାନ ପ୍ରସବ କରି ଗଙ୍ଗାମାତାଙ୍କ କୂଳରେ ବିସର୍ଜନ କରିଦେଲେ। ଶାନ୍ତନୁଙ୍କ ହୃଦୟ ବିଦାରିତ ହେଉଥିଲେ ମଧ୍ୟ ସେ ଧୈର୍ଯ୍ୟ ଧରି ଗଙ୍ଗାଙ୍କର ଅମାନୁଷିକ ନିଷ୍ଠୁର କାର୍ଯ୍ୟକୁ ସହ୍ୟ କରି ଚାଲିଲେ। ଗଙ୍ଗାଙ୍କ ପରିଚୟ, ଉଦ୍ଦେଶ୍ୟ ଆଦି ନେଇ ତାଙ୍କ ମନରେ ଉଙ୍କି ମାରିଲା। ତଥାପି ସେ ଅସୀମ ସହିଷ୍ଣୁତା ପରିଚୟ ଦେଇ ଗଙ୍ଗାଙ୍କୁ ପଦେ ମଧ୍ୟ ପଚାରିଲେ ନାହିଁ। କିନ୍ତୁ 7ମ ସନ୍ତାନ ପରେ ଗଙ୍ଗା ଯେତେବେଳେ ନବଜାତ 8ମ ପୁତ୍ରଟିକୁ ଗଙ୍ଗା କୂଳରେ ବିସର୍ଜନ କରିବା ପାଇଁ ଅଗ୍ରସର ହେଲେ, ଶାନ୍ତନୁ ଅସହ୍ୟ ବେଦନାରେ ଜର୍ଜରିତ ହୋଇ ବାରମ୍ବାର ଏପରି ନିରପରାଧୀ ଶିଶୁଗୁଡ଼ିକ କାହିଁକି ବଧ କରି ଚାଲିଛ କହି ଗଙ୍ଗାଙ୍କୁ ବାଧା ଦେଲେ। ଗଙ୍ଗା କହିଲେ, ହେ ରାଜା, ଆପଣ ଆପଣଙ୍କର ପ୍ରତିଶ୍ରୁତିରୁ ବିଚ୍ୟୁତ ହେଲେ। ଏହି ମୁହୂର୍ତ୍ତରୁ ଆପଣଙ୍କୁ ତ୍ୟାଗ କରି ପ୍ରସ୍ଥାନ କରୁଛି। ଏହି 8ମ ଶିଶୁଟିକୁ କିନ୍ତୁ ମୁଁ ଜଳସ୍ରୋତରେ ନିକ୍ଷେପ କରୁନାହିଁ, ଏହାକୁ ମୁଁ ସାଙ୍ଗରେ ନେଇଯାଉଛି। ଠିକ୍ ସମୟରେ ଏହାକୁ ମୁଁ ଆପଣଙ୍କ ହସ୍ତାନ୍ତର କରିବି। ମୁଁ ଶିଶୁଗୁଡ଼ିକ ହତ୍ୟା କରିଥିବା ଆପଣଙ୍କର ଭୁଲ ଧାରଣା। ମୁଁ ସେମାନଙ୍କୁ ମୁକ୍ତି ଦେଇଛି। ମୋ ପ୍ରତି ଆପଣଙ୍କର ଯେଉଁ ଘୃଣାଭାବ ଜାତ ହୋଇଛି ତାହା ଦୂରୀକରଣ ପାଇଁ ଶୁଣନ୍ତୁ। ମୁଁ ସ୍ୱର୍ଗର ଦେବବୃନ୍ଦ, ମର୍ତ୍ତ୍ୟର ମାନବଗଣଙ୍କର ପରମ ପୂଜ୍ୟା ଦେବୀ ଗଙ୍ଗା, ବ୍ରହ୍ମଦେବଙ୍କର ଅଭିଶାପ ଯୋଗୁଁ ଏବଂ ବସୁମାନଙ୍କର ପ୍ରାର୍ଥନାକୁ ରକ୍ଷା କରି ମୁଁ ମର୍ତ୍ତ୍ୟରେ ଆବିର୍ଭୂତ ହୋଇ ଆପଣଙ୍କର ପତିତ୍ୱ ଗ୍ରହଣ କରି ବଶିଷ୍ଠ ଋଷିଙ୍କ ଦ୍ୱାରା ଅଭିଶାପଗ୍ରସ୍ତ ମାନବ ରୂପରେ ଜନିତ ବସୁମାନଙ୍କୁ ମୁକ୍ତି ପ୍ରଦାନ କରିଛି। ଏହି 8ମ ବସୁଙ୍କର ମୁକ୍ତିର ସମୟ ଆସିନାହିଁ। ମୁଁ ବର୍ତ୍ତମାନ ଆପଣଙ୍କ ଦ୍ୱାରା ଭର୍ତ୍ସିତ ହୋଇ ଶ୍ରାପମୁକ୍ତ ହେଲି ଏବଂ ସ୍ୱର୍ଗଲୋକକୁ ପ୍ରତ୍ୟାବର୍ତ୍ତନ କରୁଛି। ରାଜା ଶାନ୍ତନୁଙ୍କର ପ୍ରଶ୍ନର ଉତ୍ତର ଦେଇ ଦେବୀ ଗଙ୍ଗା କହିଥିଲେ, ଦେବରାଜ ଇନ୍ଦ୍ରଙ୍କର
8 ଜଣ ଭାଇ ରକ୍ଷକ ଥିଲେ। ଏମାନଙ୍କୁ ବସୁ କୁହାଯାଉଥିଲା। 8 ଜଣ ଭାଇ ଋଷି ବଶିଷ୍ଠଙ୍କର ଗାଈ ନନ୍ଦିନୀକୁ ତାଙ୍କ ବିନା ଅନୁମତିରେ ଚୋରି କରିଥିଲେ। ଏହି 8 ଜଣଙ୍କର କାର୍ଯ୍ୟ ଦେଖି ଋଷି ବଶିଷ୍ଠ କ୍ରୋଧିତ ହୋଇଗଲେ ଏବଂ ସେମାନଙ୍କୁ ପୃଥିବୀ ପୃଷ୍ଠରେ ମଣିଷ ରୂପରେ ଜନ୍ମ ନେବେ ବୋଲି ଅଭିଶାପ ଦେଇଥିଲେ। ଏହାପରେ ସେମାନେ ଋଷି ବଶିଷ୍ଠଙ୍କୁ ନିଜ କର୍ମ ପାଇଁ କ୍ଷମା ମାଗିଥିଲେ। ଋଷି ବଶିଷ୍ଠ ନିଜ କ୍ରୋଧ ଶାନ୍ତ କରି 7 ଜଣ ବସୁଙ୍କୁ 9 ମାସ ପରେ ଧରାପୃଷ୍ଠରୁ ପାଇଯିବେ ଏବଂ ଯିଏ ଗାଈ ଚୋରି କରିଥିଲେ ତାଙ୍କୁ ବହୁ ଲୋକରେ ବଞ୍ଚିବାକୁ ହେବ ବୋଲି କହିଥିଲେ। ଏହାପରେ 8 ଜଣ ଭାଇ ଦେବୀ ଗଙ୍ଗାଙ୍କ ପାଖକୁ ଗଲେ। ଧରାପୃଷ୍ଠରେ ଦେବୀଙ୍କ କୋଳରେ ଜନ୍ମ ନେବେ ବୋଲି ପ୍ରାର୍ଥନା କରିଥିଲେ। ମହାରାଜା ଶାନ୍ତନୁଙ୍କୁ ବଚନ ଦେଇ ଗଙ୍ଗା ନିଜ ଅଷ୍ଟମ ପୁତ୍ରଙ୍କୁ ସାଙ୍ଗରେ ନେଇ ନଦୀ ଭିତରକୁ ପଳାଇଥିଲେ। ତେବେ ସେହି ଅଷ୍ଟମ ପୁତ୍ର ହେଉଛନ୍ତି ଦେବବ୍ରତ। ଦେବବ୍ରତଙ୍କର ଅନ୍ୟ ନାମ ହେଉଛି ଭୀଷ୍ମ। ତେବେ ଏଇଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ୍ ଗୋବର୍ଦ୍ଧନ ଟିଭିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ବହୁ ମାତ୍ରାରେ ସେୟାର କରନ୍ତୁ। ଜୟ ଜଗନ୍ନାଥ।